ବର୍ଷକ ଭିତରେ ଆଜି ଗୋଟେ ପ୍ରମୁଖ ଖବର କାଗଜରେ ବାହାରିଛି। ଗୋଟେ ପଟେ ବାହାରିଛି ତାଙ୍କ ସରକାର କହୁଛନ୍ତି ଯେ ବର୍ଷ ଭିତରେ ଗୋଟିଏ ଦୁର୍ନୀତି ହେଇନାହିଁ। ସେଇ ଖବର କାଗଜର ତାର ପାଖକୁ ଗୋଟେ ନ୍ୟୁଜ ବାହାରିଛି। ଗତକାଲି ଜଣେ ସବ୍ କଲେକ୍ଟର ଆଇଏଏସ୍ ଅଫିସରଙ୍କ ଘରୁ 47 ଲକ୍ଷ ଟଙ୍କା ଧରା ପଡ଼ିଛି ଏବଂ ପ୍ରତିଦିନ ବିଭିନ୍ନ ଜାଗାରେ ଓଡ଼ିଶାର କୋଣ ଅନୁକୋଣରେ ଯେତେ ଅଫିସ ଅଛି ସବୁଠି ବର୍ତ୍ତମାନ ଦୁର୍ନୀତି ବ୍ୟାପିଗଲାଣି ଏବଂ ଏହି ଦୁର୍ନୀତିର ଉତ୍ସ ହେଉଛି ରାଜ୍ୟ ସଚିବାଳୟ। ନହେଲେ ଏତେ ପଇସା କଲେକ୍ସନ ହେଇକି ଯାଉଛି କୁଆଡ଼େ? ତେଣୁ ଦୁର୍ନୀତିଟା ଗୋଟେ ଭିନ୍ନ ଉପାୟରେ ବର୍ତ୍ତମାନ କାୟା ବିସ୍ତାର କରିଛି। ସେ ସମସ୍ତ ପର୍ଦ୍ଦାଫାଶ କରାଯିବ। ଆପଣଙ୍କୁ ମୁଁ ଟିକେ ନିବେଦନ କରିବି, ଏ ସରକାର ତୁରନ୍ତ ତାଙ୍କର ତଥ୍ୟ ରଖନ୍ତୁ। ଆମେ ସତ୍ୟ ଉନ୍ମୋଚିତ କରିବୁ। କାହିଁକି ନା ବଢ଼େଇ ଚଢ଼େଇ ଯଦି ତଥ୍ୟ କୁହାଯିବ ତାର ପ୍ରକୃତ ସତ୍ୟାସତ ଆମେ ଉନ୍ମୋଚନ କରିବୁ। ତାଙ୍କର ବିଫଳତାକୁ ଜନସାଧାରଣ ଆଗେ ରଖିବୁ ଏବଂ ଜନସାଧାରଣ ବର୍ତ୍ତମାନ ନିଷ୍ପତ୍ତି କଲେଣି ଯେ ଏ ସରକାର ଗୋଟେ ଅପାରଗ ସରକାର। 11 ବର୍ଷ ଭିତର ସଫଳତା ଆପଣ ତ ମିडिया बंधु माने दिल्ली रे जो नेशनल चैनल अच्छी से कौन देखो दूसरा कथा, किंतु सोशल मीडिया जो पढ़ुची ता तले जो कमेंट गुड़ा आसूची से सफलतार फर्द हिसाब कर 11 वर्ष जो भारतीय जनता पार्टी सरकार मोदी सरकार चलती दिल्ली रे। आपण से 1000 कमेंट देखिए से 990 कमेंट विरुद्ध अच्छी। यही जानतु भारत वर्ष सफलता केते और विफलता हार केते। आसंता काली आमर राज्य स्तरीय कर्मकर्ता मानकर सम्मेलन हम जो थे मान्यवर विरोधी दल नेता एवं पूर्वतन मुख्यमंत्री श्रीयुत नवीन पट्टनायक जोगदेवे एवं भारतीय जनता पार्टी जो गोटे वर्ष पूर्ति होउची या विफलतार वर्ष से संपर्क में आसंता काली अनेक किसी निष्पत्ति नियाजिबो। आसंता काली सभा सरिला परे आपण मानकु जणाई दियाजिबो। आसंता काली सकरोली हबो, सकाळ बेला हबो। आसंता काली सकाळ बेला हबो एवं समस्त तथ्य आपण मान आगे आसंता काली प्रकाश करा।